ଆଜି ଜାନୁଆରୀ ମାସ 30 ତାରିଖ ଶୁକ୍ରବାର। ଆଜିର ପାଣିପାଗ ଅପଡ଼େଟ୍ ଆସିଯାଇଛି। ଓଡ଼ିଶାରେ ସ୍ୱାଭାବିକଠାରୁ 2ରୁ 4 ଡିଗ୍ରୀ ବଢ଼ିଛି ଦିନର ତାପମାତ୍ରା। ରାତିରେ ପଡ଼ିବ ଥଣ୍ଡା। ଦିନରେ ବଢ଼ିବ ଗରମ, ରାତିରେ ପଡ଼ିବ ଥଣ୍ଡା। ଆଉ ସକାଳେ ଦେଖିବାକୁ ମିଳିବ ଘନ କୁହୁଡ଼ିର ଅସ୍ତରଣ। ଗତ 24 ଘଣ୍ଟା ମଧ୍ୟରେ ସର୍ବନିମ୍ନ ତାପମାତ୍ରା 10.5 ଡିଗ୍ରୀ ସେଲସିୟସ୍ ସହ ଫୁଲବାଣୀରେ ସବୁଠାରୁ ଥଣ୍ଡା ସହର ହୋଇଛି। ସେହିଭଳି ପାହାଡ଼ିଆ ଅଞ୍ଚଳ ଭାବେ ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା 6.8 ଡିଗ୍ରୀ ସେଲସିୟସ୍ ରେକର୍ଡ଼ କରାଯାଇଛି। ସର୍ବାଧିକ ତାପମାତ୍ରା ଭାବେ 31.8 ଡିଗ୍ରୀ ସେଲସିୟସ୍ ସହ ଢେଙ୍କାନାଳର ସବୁଠୁ ଉତ୍ତପ୍ତ ସହର ସାଜିଛି। ଏହା ବର୍ତ୍ତମାନର ସ୍ୱାଭାବିକ ତାପମାତ୍ରା ବୋଲି କହିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଅନ୍ୟପଟେ ଗତ 24 ଘଣ୍ଟା ମଧ୍ୟରେ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱାଭାବିକଠାରୁ 2ରୁ 4 ଡିଗ୍ରୀ ଦିନ ତାପମାତ୍ରା ବଢ଼ିଛି। ସେହିଭଳି ଆସନ୍ତା 5 ଦିନ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡ଼ିର ଅସ୍ତରଣ ମଧ୍ୟ ଦେଖିବାକୁ ମିଳିବ। ଏଥିପାଇଁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଗତ 24 ଘଣ୍ଟାରେ ରାଜ୍ୟରେ ଚାନ୍ଦବାଲି, ପାରାଦୀପ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ଘନ କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ ପାରଲାଖେମୁଣ୍ଡି, ଭୁବନେଶ୍ୱର, ଭବାନୀପାଟଣା, ରାଉରକେଲା ଏବଂ ବାରିପଦାରେ କିଛି କିଛି ସ୍ଥାନରେ ହାଲୁକା କୁହୁଡ଼ି ଦେଖିବାକୁ ମିଳିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା 5 ଦିନ ପାଇଁ ରାଜ୍ୟରେ ନ୍ୟୁନତମ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ସୂଚନା ମିଳିଛି।